ଆଜ୍ଞା ଆପଣଙ୍କ ନାଁ କ'ଣ? ଯୋଗୀନାଥ ବେହେରା, ଘର ବିନ୍ଦାଣି। ବିନ୍ଦାଣୀ। ଏଇ 15 ଦିନ ହେଲା ଆମେ ନ୍ୟୁରୋଥେରାପି ଟ୍ରିଟମେଣ୍ଟ ନେଇଛେ। ଆପଣ ଟ୍ରିଟମେଣ୍ଟ ନେଇଥିଲା, ଟ୍ରିଟମେଣ୍ଟ ନେବା ପୂର୍ବରୁ କ'ଣ ଆପଣଙ୍କର ପ୍ରୋବ୍ଲେମ୍ ଥିଲା? ଗୋଡ଼ଟା ସିଧା ହେଇଯାଇଥିଲା, ଆଣ୍ଠୁ ଆଗୁ ନଥିଲା। ଆଣ୍ଠୁ ଭାଙ୍ଗି ପାରୁନଥିଲେ, ଗୋଡ଼ ସିଧା ହେଇକି ପଡ଼ୁଥିଲା। ଆପଣ ବ୍ରେନ୍ ଷ୍ଟ୍ରୋକ୍ ପାରାଲାଇଜ୍, ଲେଫ୍ଟ ସାଇଡ୍ ପାରାଲାଇଜ୍। ତ ମାନେ ଗୋଟେ ଗୋଡ଼ ଗୋଟେ ହାତ, ଲେଫ୍ଟ ସାଇଡ୍ ହାତ ଗୋଡ଼ ଦୁଇଟା। ହାତର କ'ଣ ସମସ୍ୟା ଥିଲା? ଗୋଡ଼ ତ ହାତ କାନ୍ଧ ପାଖରେ ପୀଡ଼ା ହେଉଥିଲା, ହାତଟା ଉଠୁନଥିଲା ଉପରକୁ। ଏବେ ଟ୍ରିଟମେଣ୍ଟ ଦେବାରେ ଟିକେ ପୀଡ଼ା କମିଛି, ହାତ ବି ଟିକେ ଉପରକୁ ଉଠୁଛି। ଆଚ୍ଛା, ତ 15 ଦିନ ଭିତରେ ଆପଣ ଅନୁଭବ କରୁଛନ୍ତି କିଛି ରେଜଲ୍ଟ ଆସିଛି? ଆଉ ଦେହ ବି ବଙ୍କା ହେଇକି ମାନେ ଗୋଟେ ଜାଗାକୁ ଝୁଟି? ହଁ, ଗୋଟେ ସାଇଡ୍ ଟାଣୁଥିଲା, ସେଇ ବନ୍ଦ ହେଇଯାଇଛି, ଗୋଟେ ସାଇଡ୍ ଆଉ ଟାଣୁନି। ଆଉ ଗୋଡ଼ ବି ମାନେ ସିଧା ପଡ଼ୁନି, ଠିକ୍ ଭାଙ୍ଗିକି ପଡ଼ୁଛି? ଭାଙ୍ଗିକି ପଡ଼ୁଛି, ଗୋଡ଼ ଯେଉଁ ବେଶୀ ଷ୍ଟ୍ରେବଲିଂ ହେଉଥିଲା, ଥରୁଥିଲା, ସେ ଟିକେ କମିଯାଇଛି। ଆଉ ଆସ୍ତେ ଆସ୍ତେ ସେଟା କମିଲାଣି ଟିକେ, ସେତିକି ବୋଧେ କମିଯିବ ଆଉ। ଆଚ୍ଛା, ତ ନ୍ୟୁରୋଥେରାପି ଉପରେ ଆପଣଙ୍କୁ ବିଶ୍ୱାସ ରହୁଛି ଯେ ଏଥିରେ ଆପଣ ଭଲ ହେଇଯିବେ? ହଁ, ବିଶ୍ୱାସ କରୁଛି। କହିଲେ 15 ଦିନ ଭିତରେ ଏତେ ମୋର ଇମ୍ପ୍ରୁଭ୍ ହେଇଛି, ମୁଁ ଆଶା କରୁଛି ଭଲ ହେଇଯାଇପାରେ। ଦେଖିବା ହାତ ଉଠେଇଲେ, କେତେ ବଡ଼ ହାତ ଉଠାଉଛନ୍ତି, ମୁଠା କରିବେ। ଗୋଡ଼ ଦେଖି ଚାଲିକି ଦେଖିବେ, ଚାଲିକି ଦେଖି ସେ ଗୋଡ଼। ଏପଟକୁ ଚାଲିକି ଆସନ୍ତୁ। ତ ଠିକ୍ ଠାକ୍ ଅଛି ବର୍ତ୍ତମାନ ସୁଦ୍ଧା, ଚାଲି କିଛି ପରିବର୍ତ୍ତନ ହେଇଛି। ଠିକ୍ ଅଛି, ଆଜି ତାରିଖ 18 ତାରିଖ। ତ ଦେଖିବା ଆଉ କେତେ ଦିନ ପରେ କ'ଣ ଖରାପ ପଡ଼ୁଛି।